ମୁଗଲ ତାମସା କେମିତି ଆରମ୍ଭ କାହିଁକି ହୁଏ? କେମିତି ହେଲା? ଖାଇବର ଗିରିପଥ ଦେଇ ଭାରତକୁ ଦିନେ ପ୍ରବେଶ କଲେ ପରାକ୍ରମୀ ବାବର। ପ୍ରତିଷ୍ଠା ହେଲା ମୁଗଲ ସାମ୍ରାଜ୍ୟ। ସେତେବେଳର ସାମାଜିକ ରାଜନୈତିକ ବ୍ୟବସ୍ଥା ତଥା ମୁଗଲ ସମୟର ପ୍ରଭାବ ବିସ୍ତାର ପରିପ୍ରେକ୍ଷୀରେ ଦିଲ୍ଲୀରେ ବାଦଶାହମାନେ ଭାରତର ବିଭିନ୍ନ ଅଞ୍ଚଳକୁ ପଠାଉଥିଲେ ସେମାନଙ୍କ ପ୍ରତିନିଧି ମିର୍ଜା ସାହେବ ମାନନ୍ତି। ତତ୍କାଳୀନ ମୋଗଲ ଶାସନକୁ ଆଧାର କରି ପାର୍ସୀ, ଉର୍ଦ୍ଦୁ, ହିନ୍ଦୀ, ଓଡ଼ିଆ, ବଙ୍ଗଳା ଭାଷା ମିଶ୍ରଣରେ ଲିଖିତ ଏକ ସ୍ୱତନ୍ତ୍ର ଶୈଳୀର ଲଘୁ ଓ ବ୍ୟଙ୍ଗାତ୍ମକ ନାଟ୍ୟ ଶୈଳୀ ଲୋକନାଟକ ମୋଗଲ ପାନ। ଯେତେବେଳେ ମୋଗଲ ଆସୁଛନ୍ତି ମଞ୍ଚକୁ ତାଙ୍କ ପାଖରେ ଦି ଜଣ ଆସିଛନ୍ତି ଯାହାକୁ ଚୋକଦାର ବୋଲି କୁହାଯାଏ। ଇଣ୍ଟରପ୍ରିଟର ବି ସେମାନେ। ଜଣେ ଚୋକଦାର କହୁଛି ବିସ୍ମିଲ୍ଲା 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 ହି ରହେମାନ ହି ରହିମ ଇଲାହି ଖୈରୱାନ ପଲକଜାନ मेहरबान कदरदान साहेब सलाम। आओ जने कहती दब के जाओ अगल जवान हटो दब खड़े हो हट खड़े हो आदब दबा कायदा कानून शास्त्र निशस्त्र बर्खास्त करो।